शिवरात्रि ପାଇଁ ଚଳଚଞ୍ଚଳ ବାଲିମଣ୍ଡଳୀର ବାବା ଚମ୍ପେଶ୍ୱର ଶୈବପୀଠ। ଔପଦା ଆଜି ପବିତ୍ର ଶିବରାତ୍ରି। ଶ୍ରଦ୍ଧାଳୁ ବ୍ରତଧାରୀମାନେ ଉପବାସ ରହି ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଶିବ ମନ୍ଦିର ମାନଙ୍କରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକରେ ଥିବା ନୀଳଗିରି ଉପଖଣ୍ଡର ବଡ଼ପୋଖରୀ ପଞ୍ଚାୟତର ପଶ୍ଚିମ ଦେବଗିରି ପାହାଡ଼ର ପାଦଦେଶରେ ଥିବା ଏକ ପ୍ରାକୃତିକ ଜଙ୍ଗଲ ଘେରା ମନୋଜ୍ଞ ପରିବେଶ ମଧ୍ୟରେ ବାଲିମଣ୍ଡଳୀ ଗ୍ରାମଠାରୁ ପ୍ରାୟ 1 କିଲୋମିଟର ଦୂରରେ ବାବା ଚମ୍ପେଶ୍ୱର ଶୈବପୀଠ। କେଉଁ ଆବାହନ କାଳରୁ ରାଜରାଜୁଡ଼ା ସମୟରୁ ଏହି ପୀଠ ରହିଆସିଛି। ଏଠାରେ କରଦ ଭୂୟାଁ ରାଜା ଶାସନ କରୁଥିଲେ। ଚମ୍ପାଗଡ଼ ନାମରେ ଏହି ସ୍ଥାନ ଖ୍ୟାତି ଅର୍ଜନ କରିଥିଲା। ପରବର୍ତ୍ତୀ ସମୟରେ ଏଠାରେ ରାଜତନ୍ତ୍ର ଶାସନ ବିଲୋପ ହେବା ପରେ ଚମ୍ପାଗଡ଼ ଧ୍ୱଂସସ୍ତୂପରେ ପରିଗଣିତ ହେଲା। ଜଙ୍ଗଲ ପରିବେଶରେ ଚମ୍ପେଶ୍ୱର ମହାଦେବ ଗୋପନ ରହିଲେ। 2020 ମସିହାରେ ବୌଦ୍ଧ ବିହାର ଚମ୍ପେଶ୍ୱର ଟ୍ରଷ୍ଟ ଗଠିତ ହେବା ପରଠାରୁ ଏହାର ବହୁ ପ୍ରଚାର ପ୍ରସାର ହେଲା ଏବଂ ଖୁବ୍ ଧୁମଧାମରେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲି ଆସୁଅଛି। ଜାଗର ଉପଲକ୍ଷେ ଚଳିତ ବର୍ଷ ହଜାର ହଜାର ସଂଖ୍ୟାର ଲମ୍ବା ଭିଡ଼ ଲାଗି ରହିଥିବାର ପରିଲକ୍ଷିତ ହୋଇଛି। ସ୍ଥାନୀୟ ଜଙ୍ଗଲ ପ୍ରଶାସନ ପୋଲିସ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଗ୍ରାମ୍ୟ କମିଟି ଦ୍ୱାରା ସହଯୋଗ ଯୋଗାଇ ଦିଆଯାଉଛି। ମନ୍ଦିର ନିର୍ମାଣ ପାଇଁ ସରକାରୀ ଅର୍ଥ ଗଚ୍ଛିତ ଥିଲେ ବି ଏହା ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରୁନି। ସରକାର ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି। ମୁଁ ନିରଞ୍ଜନ ଦାସ ମହାପାତ୍ର, ସଭାପତି ଦେବଗିରି ବୌଦ୍ଧ ବିହାର ବାବା ଚମ୍ପେଶ୍ୱର ବିକାଶ ପରିଷଦ। ମୁଁ 2020 ମସିହାରେ ଆମର କମିଟି ଗଠନ ହୋଇଥିଲା ଏବଂ କମିଟି ଗଠନ ହୋଇସାରିଲା ପରେ এই ଚମ୍ପେଶ୍ୱର ମହାଦେବଙ୍କ ବାବଦରେ ଅନେକ ପଦକ୍ଷେପ ନିଆଯାଇଛି। ଉପରସ୍ଥ କର୍ମକର୍ତ୍ତାଙ୍କୁ ଜଣାଯାଇଛି, କିନ୍ତୁ ତା ଫଳବତୀ ଆଜି ପର୍ଯ୍ୟନ୍ତ ହୋଇନାହିଁ। ରାଜ୍ୟ ସରକାରଙ୍କର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସେ ଏହି ଜାଗାକୁ ଆସିଥିଲେ ଏବଂ ପଇସା ଦେଇଥିଲେ ମନ୍ଦିର ନିର୍ମାଣ ପାଇଁ। ଜଙ୍ଗଲ ବିଭାଗ ପ୍ରତିବନ୍ଧକ ସୃଷ୍ଟି କରୁଛି, ଯେହେତୁ ଏହା ଏକ ରିଜର୍ଭ ଜଙ୍ଗଲ। ଏ ମହାଦେବ କାହିଁ ଅନାଦି କାଳରୁ ଏ ସ୍ଥାନରେ ବିରାଜମାନ। ଭୂୟାଁ ରାଜାଙ୍କ ଭୂୟାଁ ସମ୍ପ୍ରଦାୟର ରାଜାମାନେ ଯେତେବେଳେ ଶାସନ କରୁଥିଲେ ଏ ଅଞ୍ଚଳକୁ, ପ୍ରାୟତଃ ସମ୍ଭବତଃ ଏକାଦଶ ଶତାବ୍ଦୀ ସମୟରେ ଯେଉଁମାନେ କି ପୁରୀ ରଜାର ସେନାପତିତ୍ୱ ନେଇଥିଲେ, ଭାର ଅଂଶ ନେଇଥିଲେ ଏବଂ ସେମାନେ ଏ ଉତ୍କଳ ମାଟିର ଏହା ଥିଲା ସୀମାନ୍ତ ଅଞ୍ଚଳ। ଏହାକୁ ସୁରକ୍ଷା କରିବା ପାଇଁ ମୁସଲମାନଙ୍କ ଦାଉରୁ ଏହି ରାଜାମାନେ ଏହି ଅଞ୍ଚଳମାନଙ୍କରେ ରହୁଥିଲେ, ସାମନ୍ତ ରାଜାମାନେ, ଏବଂ ତାଙ୍କରି ସମୟରୁ ଇଏ ମହାଦେବ ପ୍ରତିଷ୍ଠିତ ଏବଂ ଲୋକଲୋଚନକୁ 2000 ମସିହା ପରେ ଆସିଲା ଏବଂ ଏଠିକି ଅସଂଖ୍ୟ ଲୋକ ଭିଡ଼ ହେଉଛନ୍ତି। ଯାନିଯାତ୍ରା ଚାଲୁଛି, ଲୋକଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି। ଇଏ ପ୍ରାଚୀନ କଳାକୃତି ଏଠି ମଧ୍ୟ ଦେଖିବାକୁ ମିଳୁଛି। ଅନେକ ଭଗ୍ନଶିଳା ଏଠି କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଛି। ଏ ଜାଗାର ନାମ ହେଲା ଚମ୍ପାଗଡ଼। ଏଠି ଚମ୍ପାବତୀ ନାମରେ ଜଣେ ରାଣୀ ଥିଲେ, ସେ ଏଟାକୁ ଶାସନ କରୁଥିଲେ। ଚମ୍ପାଗଡ଼ ଆଗରେ ଅଛି ବଜ୍ରଶୁଣା ଏବଂ ଆଗରେ ଅଛି ଦୁଆଳି ଆମ୍ବ ଏବଂ ଏହି ସାର୍କିଟି ଏହି ଅଞ୍ଚଳକୁ ଲଗାତାର ଭାବରେ ବୁଝିବାକୁ ଗଲେ ଏହି ଅଞ୍ଚଳ ସେମାନଙ୍କର ରାଜଧାନୀ ଥିଲା। ଏହା ଏକ ଘାଟି ଅଞ୍ଚଳ। ଏହାର ଉତ୍ତର ଦିଗରେ ଭାଇ ଭଉଣୀ ଗାଡ଼ି ନାଳି ଗୋଟେ ଅଛି, ହାଟପଦା ନାଳ ମଧ୍ୟ ଅଛି। ବାହାର ରାଜ୍ୟର ସୈନ୍ୟମାନେ ଏହି ଘାଟି ରାସ୍ତା ଦେଇ ନୂଆ ଆସିଲା ସମୟରେ ସେମାନଙ୍କୁ ପ୍ରତିହତ କରୁଥିଲେ ଏହି ଚମ୍ପେଶ୍ୱର ଅଞ୍ଚଳରେ ଥିବା ସେ ସମୟରେ ଭୂୟାଁ ସମ୍ରାଟମାନେ। ସରକାରଙ୍କୁ ଗୁଜରାଟ ତାକୁ ଜଣାଯାଇଛି ଏବଂ ସରକାର ଯାହା ପଦକ୍ଷେପ ନେବେ ଆମେ ଏଠି କିଛି କରିବାର ନାହିଁ। ଲୋକ ଚାହୁଁଛନ୍ତି ଏଠି ହଉ। ଲୋକମାନଙ୍କର ଏଠି ଅଛି ଡିମାଣ୍ଡ। ଲୋକମାନେ ଏଠି ହଜାର ହଜାର ଯାତ୍ରୀ ଶିବରାତ୍ରି, ମକର ସଂକ୍ରାନ୍ତି, ଅନ୍ୟାନ୍ୟ ପର୍ବପର୍ବାଣୀରେ ପ୍ରାୟତଃ ପ୍ରତ୍ୟେକ ଦିନ ଏଠି ହସ ହସ ଲୋକ ଆସୁଛନ୍ତି। ଏପରିକି ଜିଲ୍ଲା ବାହାରୁ ଲୋକ ମଧ୍ୟ ଏଠି ଆସୁଛନ୍ତି। ସରକାର ଯେବେ ପଦକ୍ଷେପ ନେବେ ସେ ତେବେ ଯାଇକି ଅଞ୍ଚଳ ଆଗେଇ ଆସିବ। ଦୀପାଞ୍ଜଳି ଆପଣଙ୍କ ଘର କୋଉଠି ଏବଂ ଏ ମନ୍ଦିରକୁ ଆସୁଛନ୍ତି ଆପଣ କ'ଣ ଆପଣଙ୍କର ଚିନ୍ତାଧାରା ଅଛି, ମାନସିକତା ଅଛି, କ'ଣ ଠାକୁର ବିଷୟରେ ଜାଣିଛନ୍ତି? ଆମ ଘର ତ ଏଇ ଦାରିପୋଖରୀରେ, ଆଉ ମୁଁ ଏଠି ସବୁବେଳେ ଆସେ। ବହୁତ ମାହାତ୍ମ୍ୟ ଅଛି ଏଠି ମହାଦେବଙ୍କ
ମନ୍ଦିର ବହୁତ ମାହାତ୍ମ୍ୟ ଅଛି। ମୋର ବି ବହୁତ ମାନେ ମାନସିକ ରଖିଥିଲି, ବହୁତ ପୂରଣ ହେଇଛି। ପ୍ରତ୍ୟକ୍ଷ ଠାକୁର ଇଏ ଆଉ ହଜାର ହଜାର ପ୍ରତିବର୍ଷ ହଜାର ହଜାର ଲୋକ ହୁଅନ୍ତି। ଆଜି ଆପଣ କେତେବେଳଠୁ ଆସିଲେଣି? ଆସିଲିଣି ଘଣ୍ଟେ ହେଇଯିବ ଆସିଲି ଠିଆ। ଘଣ୍ଟା ଧରି ଲମ୍ବା ଲାଇନ୍ରେ ଛିଡ଼ା ହେଇଛନ୍ତି। ଆଜ୍ଞା। ଧନ୍ୟବାଦ। ପ୍ରଶାନ୍ତ ମଲ୍ଲିକ। ତୁମ ଘର କେଉଁଠି? ଏ ଯେଉଁ ଏଠି ଜଳ ଦାନ କରୁଛ, ଏହା କରିବାର ଉଦ୍ଦେଶ୍ୟ କ'ଣ? ଆଉ ଇଏ କ୍ଷେତ୍ର ବିଷୟରେ ତୁମର କ'ଣ ଧାରଣା ଅଛି? ଆମର ଏଠି ବହୁତ ସଂଖ୍ୟାର ଲୋକ ଆସନ୍ତି ଜାଗର ଉପଲକ୍ଷେ, କିନ୍ତୁ ଆମର ଏ ଯେଉଁ ଏପଟେ ତ ପାଣିର ସୁବିଧା କିଛି ସେମିତି ରହୁନାହିଁ, ଯେହେତୁ ଆମେ ଜଳ ଛତ୍ର ଏଠି କରିଛୁ। ତେଣୁକରି ଆମର ଏଠି ବହୁତ ଲୋକ ହୁଅନ୍ତି, ଯେ କି ଏଠି ସୁବିଧା ସହଯୋଗ ଟିକେ ଭଲସେ ହେଇପାରନ୍ତା ଯଦି, ତାହେଲେ ଆମେ ଏଇସବୁ ଜିନିଷ ଟିକେ ମାନେ ଇଏ କରିପାରନ୍ତୁ। କେତେବେଳଠୁ ଆରମ୍ଭ କଲଣି, ପୁଣି କେତେବେଳେ ଯାଏ ଚାଲିବ? ଆମର ସକାଳେ 8ଟାରୁ ଆରମ୍ଭ ହେଲାଣି, ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଆମର ଚାଲିବ। ଔପଦାରୁ ଶାନ୍ତନୁ କୁମାର ବେହେରାଙ୍କ ରିପୋର୍ଟ, ରୂପାଥାଳିଆ ନ୍ୟୁଜ୍।